କବିରା ହଁ ମୁଁ କବିରା, ତତେ ମାରିବାର ଶକ୍ତି ଥିବା ଏକମାତ୍ର ଭୂତ। କବିରା, ସେତେବେଳେ ତୁ ଯୋଉ ଭୁଲ କଲୁ ମୁଁ ତତେ ମାରିଲି, ତୁ ପୁଣି କୋଉଠୁ ଆସିଲୁ? ତୋଠାରୁ ପ୍ରତିଶୋଧ ନେବାକୁ ଆସିଛି। ତତେ ଛଟପଟ କରି କରି ମାରିବି। ସେଇଟା ତୁ କରିପାରିବୁନି। ଯେପର୍ଯ୍ୟନ୍ତ ମୋ ମୁଣ୍ଡ ଉପରେ ଏ ବେତାଳ ମୁକୁଟ ଅଛି ତୁ ମୋର କିଛି କରିପାରିବୁନି। ଏ ଜାଗାକୁ ଛାଡ଼ି ଚାଲିଯା, ନହେଲେ ପାଉଁଶ କରିଦେବି। ପାଉଁଶ କରିଦବୁ? କର, ମୁଁ ଦେଖିବି। ଏତିକି କହିଲା ମାତ୍ରେ ହିଁ ନିଜ ମନ୍ତ୍ର ଦଣ୍ଡ ଦ୍ୱାରା କବିରା ଉପରେ ଅଗ୍ନି ବର୍ଷା କଲା। ତଥାପି କବିରାକୁ କିଛି ବି ହେଲାନି। ତୁ ଆଉ ତୋର ବେତାଳ ମୁକୁଟ ମୋର କିଛି କ୍ଷତି କରିପାରିବନି, କିଛି କ୍ଷତି କରିପାରିବନି। ତାନ୍ତ୍ରିକ ମୁଣ୍ଡ ଉପରୁ ବେତାଳ ମୁକୁଟକୁ କାଢ଼ିବାକୁ ଲାଗିଲା, କିନ୍ତୁ ବହୁତ ଚେଷ୍ଟା କଲା ପରେ ମଧ୍ୟ କାଢ଼ି ପାରିଲାନି। ତୋ ହାତର କଥା ନୁହେଁ କବିରା। 11 ବର୍ଷ କଠିନ ତପସ୍ୟା କଲା ପରେ ମତେ ବେତାଳ ସିଦ୍ଧି ପ୍ରାପ୍ତ ହେଇଛି। ତୋ ଭଳି ଭୂତ ପ୍ରେତ ଯେତେ ଆସିଗଲେ ବି ମୋର କିଛି କ୍ଷତି କରିପାରିବେନି। ଏମିତି କଥା? ତତେ କେମିତି ଶକ୍ତିହୀନ କରିବାର ଅଛି ମୁଁ ଜାଣିଛି। ତାନ୍ତ୍ରିକ ବୁଢ଼ୀ, କ୍ଷୀରମ୍ ଖରମ୍ କବୀରମ୍, କ୍ଷୀରମ୍ ଖରମ୍ କବୀରମ୍, ଉସ୍ ଉସ୍ ଉସ୍। କେମିତି ଲାଗିଲା ମୋ ପ୍ରହାର? 7 ରାତି ଆଉ 7 ଦିନ ତୋ ପାଦ ଭୂଇଁକୁ ଛୁଇଁବନି, ତାହେଲେ ତୋ ବେତାଳ ଶକ୍ତି ଶେଷ ହେଇଯିବ। ସେ ବେତାଳ ମୁକୁଟ ଭାଙ୍ଗିଯିବ, ତାହେଲେ ତତେ ଛୋଟ ବିଲେଇଟି ବି ମାରିଦବ। ତତେ ଏବେ ବନ୍ଦୀ କରୁଛି, ରହ, ଏବେ ତତେ ଦେଖୁଛି। ଏତିକି କହି ବୁଢ଼ୀମା ମନ୍ତ୍ର ପଢ଼ିବାକୁ ଯାଉ ହିଁ ଥିଲେ କି ସେତିକି ବେଳେ କ୍ଷୀରମ୍ ଖରମ୍ କବୀରମ୍, କ୍ଷୀରମ୍ ଖରମ୍ କବୀରମ୍, ଉସ୍ ଉସ୍ ଉସ୍। ବୁଢ଼ୀମାର ଜିଭ ଭିତରେ ଲାଗିଗଲା, ଆଉ ପାଟିରୁ ଶବ୍ଦ ବାହାରିଲାନି, ଆଉ ମନ୍ତ୍ରଦଣ୍ଡ ତଳେ ପଡ଼ିଗଲା। ତୋ ପାଟି ଖୋଲିବନି ବୁଢ଼ୀ। 7 ଦିନ ପରେ ଆସିବି, ଆଉ ତତେ ଛଟପଟ କରି ମାରିବି, ଆଉ ନିଜର ପ୍ରତିଶୋଧ ନେବି। କବିରର ଶକ୍ତି ସାମ୍ନାରେ ତାନ୍ତ୍ରିକ ଜେଜେମାର ଶକ୍ତି କମ୍ ପଡ଼ିଗଲା। ସେ କାଶ ମୁଖା ବସାରେ ବନ୍ଦୀ ହେଇଗଲା। ସେତିକିବେଳେ ଶଙ୍କର ଉପରେ ଗୋଟିଏ ବିପଦ ଆସିଗଲା। ସେ ତାନ୍ତ୍ରିକ ବୁଢ଼ୀମାକୁ ଖୋଜିବାକୁ ଗଲା। ତାନ୍ତ୍ରିକ ବୁଢ଼ୀମା ଘରେ ନ ମିଳିବା କାରଣରୁ ଯେମିତି ସେ ଫେରିକି ଯିବାକୁ ଲାଗିଲା, ତାକୁ ଗାଁର ଜଗୁଆଳି ଦେଖାଗଲା। ବୁଢ଼ୀମା ତ ମଧିରା ଯାଇଛନ୍ତି ଶଙ୍କର। ମଧିରାର ସବୁଠାରୁ ଶେଷରେ ଥିବା ଗାଁ ଅନ୍ତଗିରିରେ କିଛି ସମସ୍ୟା ଥିଲା। ଏପର୍ଯ୍ୟନ୍ତ ଆସିଯିବା କଥା, କିନ୍ତୁ ଆସିନାହାନ୍ତି। ଯଦି ଗାଁକୁ କେହି ଆସୁଥିଲା କି ଯଦି କେହି ଗାଁରୁ ବାହାରକୁ ଯାଉଥିଲା, ତ ଜଗୁଆଳିକୁ ନିଶ୍ଚୟ ଜଣା ପଡ଼ିଯାଉଥିଲା। ତ କ'ଣ ଜେଜେମା ମଧିରାରେ ଅଛନ୍ତି? ତ ମୁଁ ବି ସେଠିକି ଯାଉଛି। ଏମିତି କହି ଦୌଡ଼ି ଦୌଡ଼ି ମଧିରା ଆଡ଼କୁ ଗଲା। ଗାଁର ମୁଖିଆ ଶଙ୍କରକୁ ସବୁ କଥା କହିଲା। ବୁଢ଼ୀମା କାଲି ରାତିରେ ହାୟ ପିଶାଚିନୀକୁ ମାରି ଏଠୁ ଚାଲିଗଲେ। କେଜାଣି ଏଯାଏଁ କାହିଁକି ଆସିନାହାନ୍ତି? କୁଆଡ଼େ ଯାଇଥିବେ ବୁଢ଼ୀମା? ଯଦି ବୁଢ଼ୀମା ନ ମିଳିଲେ ତ ମୋ ସ୍ତ୍ରୀକୁ କିଏ ବଞ୍ଚେଇବ? ହେ ଭଗବାନ, ଯେମିତି ବି ହଉ ଜେଜେମାଙ୍କୁ ପଠେଇ ଦିଅ। ଏମିତି କହି ସେ ଭୂତିଆ ରାସ୍ତାରେ ଯିବାକୁ ଲାଗିଲା।
ପ୍ରିୟେ ଓ ପ୍ରିୟେ ଆସ ମୋ ପାଖକୁ। ପ୍ରିୟେ ଓ ପ୍ରିୟେ ଆସ ମୋ ପାଖକୁ। ବାପରେ ଏ କମଳାର ଆତ୍ମାକୁ ତ ମୁକ୍ତି ମିଳିଯାଇଥିଲା, ତାହେଲେ ମୋତେ କିଏ ଡାକୁଛି? ଏମିତି ଭାବି ଭାବି ସେ ଯେମିତି ପଛକୁ ବୁଲିଲା, ଭୟ କାରଣରୁ ସେ ଚେତାଶୂନ୍ୟ ହୋଇ ପଡ଼ିଗଲା। ଯେବେ ବର୍ଷା ହେଲା ତ ଶଙ୍କରର ଚେତା ଫେରିଲା। ବାପରେ ଏଇଟା ମୋ ଭ୍ରମ ଥିଲା, କିନ୍ତୁ ଯାହା ବି ହଉ ମୁଁ ତ ଡରିଗଲି। ହେ ଭଗବାନ! ଏମିତି ଭାବି ଭାବି ଭୂତିଆ ରାସ୍ତାରେ ଯିବାକୁ ଲାଗିଲା। ସେତିକିବେଳେ ତାକୁ ଗୋଟିଏ ଜାଗାରେ 4 ହାତର ଚିହ୍ନ ତାକୁ ଦେଖାଗଲା। ଇଏ କ'ଣ 4 ହାତର ଚିହ୍ନ? ହାତରେ କିଏ ଚାଲୁଛି ରେ ବାବା? ଏମିତି କହି ହାତ ଚିହ୍ନର ପଛେ ପଛେ ଯିବାକୁ ଲାଗିଲା। ଏମିତି ଭାବରେ କିଛି ଦୂରକୁ ଗଲା ପରେ ଶଙ୍କରକୁ ଗୋଟିଏ ଗଛ ତଳେ ଭାଙ୍ଗି ଯାଇଥିବା ମନ୍ତ୍ରଦଣ୍ଡ ଦେଖାଗଲା। ଇଏ ତ ତାନ୍ତ୍ରିକ ବୁଢ଼ୀ ମାର, କିନ୍ତୁ ଏଟା ଏଇଠି କେମିତି? ଏମିତି ଭାବିଲା। ଗଛ ଉପରୁ ବୁଢ଼ୀମା ଶଙ୍କରକୁ ଡାକିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ବୁଢ଼ୀମା କିଛି କହିପାରୁନଥିଲେ। শঙ্কর 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 শঙ্কর। ବୁଢ଼ୀମା ଯେତେ ଡାକିବାକୁ ଚେଷ୍ଟା କଲେ ବି ଶଙ୍କରକୁ କିଛି ଶୁଣାଯାଉନଥିଲା। ତାପରେ ସେ ନିଜ ହାତରୁ ଚୁଡ଼ିକୁ ଶଙ୍କର ଉପରେ ପକାଇଲେ। ଚୁଡ଼ି ଶଙ୍କର ଉପରେ ପଡ଼ିଲା ମାତ୍ରେ ହିଁ ସେ ଉପରକୁ ଦେଖିଲା, ଆଉ କଷ୍ଟେ ମଷ୍ଟେ ଗଛ ଉପରେ ଚଢ଼ି ବୁଢ଼ୀମାକୁ ବଞ୍ଚେଇଲା। ବୁଢ଼ୀ ତଳକୁ ଓହ୍ଲେଇ ତ ଗଲା, କିନ୍ତୁ ତତେ ମୋ ଠାରୁ କେହି ବଞ୍ଚେଇ ପାରିବେନି। ବୁଢ଼ୀମା କିଛି କହିବାକୁ ଚାହୁଁଥିଲେ, କିନ୍ତୁ ପାଟି ଖୋଲି ପାରୁନଥିଲେ। ସେ କ'ଣ କହିବାକୁ ଚାହୁଁଥିଲେ କିଛି ବୁଝି ହେଉନଥିଲା। ଶୀଘ୍ର ଶୀଘ୍ର ଚାଲ, କପିଟା ଆସିବା ଆଗରୁ ଭୂତଙ୍କର ରାସ୍ତାରୁ ଯିବାକୁ ହେବ। ଶଙ୍କର ଏବେ ବୁଢ଼ୀମାର କଥା ବୁଝିଗଲା। ଆଚ୍ଛା, ଏ ଭୂତିଆ ରାସ୍ତାରୁ ଶୀଘ୍ର ଯିବାର ଅଛି, ସେଇଟା କହୁଛ ତ ବୁଢ଼ୀମା? ଗୋଟିଏ ସମୟ ଥିଲା ଯେତେବେଳେ ଶଙ୍କରକୁ କିଛି ଶୁଣା ଯାଉନଥିଲା। ସାମ୍ନା ଲୋକ କ'ଣ କହିବାକୁ ଚାହୁଁଛି ତା ଓଠକୁ ଦେଖି ବୁଝି ଯାଉଥିଲା। ସେହି ଗୁଣ ଆଜି ତାର କାମରେ ଆସିଲା। ଜେଜେମାର ଓଠକୁ ଦେଖି ସେ ବୁଝିଗଲା ଯେ ବୁଢ଼ୀମା କ'ଣ କହିବାକୁ ଚାହୁଁଥିଲେ। ଶୀଘ୍ର ସେଠାରୁ ନିଜ ଗାଁ ଆଡ଼କୁ ଯିବାକୁ ଲାଗିଲା। ଅନ୍ଧାର ହେବା ଆଗରୁ ହିଁ ବୁଢ଼ୀମା ଆଉ ଶଙ୍କର ଘରେ ପହଞ୍ଚିଗଲେ। ବୁଢ଼ୀମା ନିଜ ମନ୍ତ୍ର ପିଢ଼ିରୁ ଗୋଟିଏ କଳା ମଣି କାଢ଼ି ମୁଣ୍ଡ ଉପରେ ରଖି ଆଖି ବନ୍ଦ କଲା ମାତ୍ରେ ହିଁ ମଣି ପବନରେ ଉଡ଼ି ଚମକିବାକୁ ଲାଗିଲା। ଆଉ ହଠାତ୍ ବୁଢ଼ୀମାଙ୍କ ପାଟି ଖୋଲିଗଲା। ଏଇଟା ଶ୍ଵେତ ନାଗମଣି, ତା ସାମ୍ନାରେ କବିରାର ତନ୍ତ୍ର ମନ୍ତ୍ର କାମ ଦେବନି। ଶ୍ଵେତନାଗ ସାପ ମାନେ? ଧଳା ରଙ୍ଗର ନାଗ ସାପ ବହୁତ କମ୍ ଦେଖାଯାଆନ୍ତି। ସେମାନେ ବହୁତ ଶକ୍ତିଶାଳୀ। ହଁ ବୁଢ଼ୀମା, ତୁମେ ତ ତନ୍ତ୍ରମନ୍ତ୍ର ଜାଣିଛ ନା, ତୁ ସେ ବସା ଭଳି ପିଞ୍ଜରାରୁ କାହିଁକି ବାହାରି ପାରିଲନି? ସେଇଟା ବସା ଭଳି ପିଞ୍ଜରା ନୁହେଁ ରେ, କସ୍ମୋକାର ବସା। କୁର୍ଲକୋଣା ପର୍ବତରେ ହିଁ ରହୁଥିବା କସ୍ମୋକା ପକ୍ଷୀର ବସା ସେଇଟା। ସେଇ ବସା ବହୁତ ଶକ୍ତିଶାଳୀ ଥାଏ। ସେଥିରେ ଫସିଗଲେ କୌଣସି ବି ମନ୍ତ୍ର କାମ ଦେବନି। ଏମିତି କହି ବୁଢ଼ୀମା ଶୀଘ୍ର ଯାଇ ନିଜ ଘରର ଚାରିଆଡ଼େ ଅଭିମନ୍ତ୍ରିତ କରିଥିବା ଖପୁରୀ ଗୁଡ଼ିକ ରଖି ଘରର ଚାରିଆଡ଼େ କବଚ ତିଆରି କରିଦେଲା। ଏବେ କବିରା ଭୂତ ମୋ ଘର ଭିତରକୁ ଆସିପାରିବନି, କିନ୍ତୁ
କିନ୍ତୁ ଗାଁର ସବୁ ଲୋକଙ୍କ ଜୀବନ ବିପଦରେ ଅଛି। ବୁଢ଼ୀମା ଏ କବିରା କିଏ? ତାଠାରୁ କାହିଁକି ଡରିବା? ସେ ମାରିଥିବା ପିଶାଚିନୀକୁ ପାରିକରି କୌଣସି ବି ଭୂତ ଆସିପାରିବେନି ନା। କବିରାକୁ ସୀମାର ପିଶାଚି ମଧ୍ୟ ଅଟକାଇ ପାରିବନି। ସେ ବହୁତ ଶକ୍ତିଶାଳୀ ଭୂତ। ବହୁତ ବର୍ଷ ପୂର୍ବରୁ ପୁଣ୍ୟଗିରି ନାମକ ଗାଁରେ ପ୍ରଭୁ ଆଉ ପଲ୍ଲବୀ ନାମକ ଦମ୍ପତି ରହୁଥିଲେ। ବାହାଘରକୁ 9 ବର୍ଷ ବିତିଗଲା। ତାପରେ ମଧ୍ୟ ତାଙ୍କର କୌଣସି ସନ୍ତାନ ନଥିଲେ। ପ୍ରଭୁ ଗୋଟେ ସୂତ୍ରତାନ୍ତ୍ରିକର ଉପଦେଶ ଦ୍ୱାରା କବିରା ନାମକ ଜାଆଁଳା ଭୂତକୁ 13 ଦିନ ଯାଏ ପୂଜାର୍ଚ୍ଚନା କଲା। 2ଟି କଳା ଛେଳିର ଆଖି, ବଳି ଦିଆହେଇଥିବା ମଇଁଷିର 2 ଯୋଡ଼ା ଶିଙ୍ଗ, 86 କିଲୋ ଗହମର ଅଟା ଶ୍ମଶାନରୁ ଖୋଳିକି ମାଟି ନେଇକି ଆସ। ସେଥିରେ ଗୋଟେ ବଡ଼ କବିରାର ମୂର୍ତ୍ତି ତିଆରି କରି ପ୍ରଭୁ ଆଉ ପଲ୍ଲବୀ ପୂଜା ଆରମ୍ଭ କଲେ। 13 ଦିନ ହାତକୁ କାଟି ସେ କବିରାକୁ କଥା ଦେଲା। ଆମେ ତୋର ଦାସ କବିରା, ଆମକୁ ସନ୍ତାନ ସୁଖ ଦେ। ତତେ ଯାହା ଦରକାର ଆମେ ତତେ ଦବୁ। ତତେ ଯାହା ଦରକାର ଆମେ ତତେ ଦବୁ। ତତେ ଯାହା ଦରକାର ଆମେ ତତେ ଦବୁ। କିଛି ମାସ ପରେ ତାଙ୍କର ଜାଆଁଳା ସନ୍ତାନ ହେଲେ। ସେମାନେ ବହୁତ ଖୁସି ଥିଲେ। କିନ୍ତୁ ସେତେବେଳେ ତାଙ୍କୁ ପ୍ରକୃତ କଥା ଜଣା ପଡ଼ିଲା ଯେ 2ଟି ଛୁଆ ମଧ୍ୟରୁ କବିରା ଜଣଙ୍କର ବଳି ନେବ। ଏକଥା ଜାଣିଲା ପରେ ସେମାନେ ଛୁଆଙ୍କୁ ବଞ୍ଚେଇବା ପାଇଁ ଗାଁ ଛାଡ଼ିକି ଚାଲିଗଲେ। ଯୁଆଡ଼େ ବି ଯା, କିନ୍ତୁ ମୋ ଠାରୁ ବଞ୍ଚି ପାରିବୁନି। ଯାଅ ଆଉ ଯାଇକି ମୋ ମୂର୍ତ୍ତି ସାମ୍ନାରେ ଗୋଟିଏ ଛୁଆର ବଳି ଦିଅ। ମୁଁ ଭୋକିଲା ଅଛି, ଭୋକିଲା ଅଛି। ସେମାନେ କଷ୍ଟେ ମଷ୍ଟେ ମୋ ଠିକଣା ପାଇ ମୋ ପାଖକୁ ଆସି ସାହାଯ୍ୟ ମାଗିଲେ। ମୁଁ ନିଜ ବେତାଳ ଶକ୍ତି ଦ୍ୱାରା ସେ ମୂର୍ତ୍ତିକୁ ନଷ୍ଟ କରିଦେଲି। ଆଉ କେବେ ସେ ମନ୍ତ୍ର କେହି ନ ପଢ଼ୁ ସେଥିପାଇଁ ସେ ତାନ୍ତ୍ରିକର ଜୀବକୁ କାଟିଦେଲି। ସେତେବେଳୁ ସେ କବିରା ମୋଠୁ ପ୍ରତିଶୋଧ ନେବାକୁ ଚାହୁଁଥିଲା। କୋଉଠି ନା କୋଉଠି କେହି ନା କେହି ତାକୁ ନିଦରୁ ଉଠେଇଛି। ସେଥିପାଇଁ ସେ ମୋତେ ମାରିବାକୁ ଆସିଛି। ବାପରେ, ଏ କବିରା ବିଷୟରେ ଶୁଣିକି ହିଁ ଡର ଲାଗୁଛି। ଏବେ ସେ ଗାଁର ଲୋକଙ୍କୁ କେମିତି ବଞ୍ଚେଇବା ବୁଢ଼ୀମା? ସେ ସବୁ କଥା ପଛରେ ବୁଝିବା। ତୁ ମୋ ପାଖକୁ କାହିଁ ଆସିଛୁ ଆଗେ ସେଇଟା କହ। ବୁଢ଼ୀମା, ତୁମେ ତ ଜାଣିଛ ମୋ ଘିଅର ବ୍ୟବସାୟ। ମୋ ପାଖରେ ବହୁତ ଗୁଡ଼େ ଗାଈ ଆଉ ମହିଷୀ ଅଛନ୍ତି। ମୋର 2ଟା ମହିଷୀ ମିଳୁନାହାନ୍ତି। ମୋ ସ୍ତ୍ରୀ ତାଙ୍କୁ ଖୋଜିବାକୁ ଗଲା, କିନ୍ତୁ କେଜାଣି କ'ଣ ହେଲା, ସେଇ ଦିନଠାରୁ ସେ ପାଣି ବି ପିଉନି ଆଉ ନା ଆଖି ଖୋଲୁଛି। ମୋ ସ୍ତ୍ରୀକୁ ତୁମେ ହିଁ ବଞ୍ଚେଇ ପାରିବ ବୁଢ଼ୀମା। ଏବେ ଅନ୍ଧାର ହେଇଛି। ଯଦି ସେ କବିରା ଦେଖିନେଲା ତ ମାରିଦବ। ସୂର୍ଯ୍ୟୋଦୟ ପରେ ତା ଶକ୍ତି କମ୍ ହେଇଯାଏ। ତାପରେ ତ ଘରକୁ ଯିବା। କବିରାକୁ ସୀମାରେ ଥିବା ପିଶାଚିନୀ ବି ଅଟକେଇ ପାରିଲାନି। କେହି ନ ଅଟକେଇବା କାରଣରୁ ଗାଁରେ ପ୍ରବେଶ କରି ଶୋଇଥିବା ଗର୍ଭବତୀ ସ୍ତ୍ରୀଙ୍କର ଗର୍ଭରେ ପ୍ରବେଶ କରି ସେ ପିଣ୍ଡକୁ ଖାଇବାକୁ ଲାଗିଲା। ତା ପରଦିନ ତାନ୍ତ୍ରିକ ବୁଢ଼ୀମା ଶଙ୍କରର ସ୍ତ୍ରୀକୁ ଦେଖି ଜ୍ୱର ହେଇଥିବା କାରଣରୁ ବେକରେ ଡେଉଁରିଆ ବାନ୍ଧିଦେଲେ। ତାପରେ ଅଭିମନ୍ତ୍ରିତ ଜଳକୁ ତା ମୁହଁରେ ଛିଞ୍ଚିଲା ମାତ୍ରେ ହିଁ ସେ ଉଠିକି ବସିଗଲା। ତୁ ମଇଁଷିଙ୍କୁ ଖୋଜିବାକୁ ଯାଇଥିଲୁ, ଯେବେଠୁ ଫେରିଛୁ ଚେତାଶୂନ୍ୟ ଅଛୁ। କଥା କ'ଣ ବିମଳା? ମୁଁ ମଇଁଷି ଗୁଡିକୁ ଖୋଜିବାକୁ ଗଲି। ସେତେବେଳେ ମତେ ପାହାଡ ଉପରୁ ମଇଁଷିଙ୍କ ବେକରେ ବନ୍ଧା ହେଇଥିବା ଘଣ୍ଟିର ଶବ୍ଦ ଶୁଣାଗଲା। ତାପରେ ମୁଁ ସେଠିକି ଗଲି। ସେ ପାହାଡ ଉପରେ ଗୋଟେ ଗୁମ୍ଫା ଅଛି। ସେଠି ଗୋଟେ ଲୋକ ମଇଁଷିଙ୍କୁ ବଳି ଦେଉଥିବାର ଦେଖି ଭୟରେ ମୁଁ ଦୌଡ଼ିକି ଘରକୁ ଆସିଗଲି। ସେ ଭୟଙ୍କର ବଳିକୁ ଦେଖି ମୁଁ ଡରିଗଲି। ସେ ପାହାଡ କୋଉଠି ଅଛି ଠିକରେ କହ।
ବିମଳା କହିଥିବା ଜାଗାରେ ବୁଢ଼ୀମା ଆଉ ଶଙ୍କର ପହଞ୍ଚିଗଲେ। ଆଚ୍ଛା, ଏମାନେ ହିଁ ପୁଣି ସେ କବିରାକୁ ନିଦରୁ ଉଠେଇଛନ୍ତି। ବୁଢ଼ୀମାର ଜିଭ କାଟିଥିବା ଶୂଦ୍ରତାନ୍ତ୍ରିକ, ସିଏ ହିଁ ତା ବିଦ୍ୟା ନିଜ ପୁଅକୁ ଶିଖେଇଥିଲା। ସେମାନେ ପୁଅକୁ ଭେଟି କବିରାର ନିଦ୍ରା ଭଙ୍ଗ କରିଥିଲେ। ଆଉ ବୁଢ଼ୀମାର ଦମ୍ପତିକୁ ପୂଜାରୁ ଉଠେଇ କବିରାର ନିର୍ଦ୍ଦୟତା ବିଷୟରେ କହି ସେଠାରୁ ପଠେଇଦେଲେ। ଆରେ ଓ ବୁଢ଼ୀମା, ଯେମିତି ମୋ ବାପାଙ୍କ ଜିଭ କଟା ଥିବାରୁ ସେ ଯେମିତି କଥା ହେଉଥିଲେ, ତୁ ବି ସେମିତି କଥା ହେଉଛୁ। କବିରାକୁ ଡାକିଲେ ତତେ ମାରିଦବ। ଏଥରକ ହାତରେ ଆସିଛୁ ବୁଢ଼ୀ, ଏବେ ତତେ ମୁଁ ବନ୍ଦୀ କରିବିନି, ସିଧା ପୋତି ଦେବି। ଏତିକି କହିଲା ମାତ୍ରେ ହିଁ ବୁଢ଼ୀ ମୁଣ୍ଡ ଉପରେ ଥିବା କଳାମଣିକୁ କାଢ଼ି ତା ଉପରକୁ ଫିଙ୍ଗିଲେ। ସେଥିରୁ ପ୍ରକାଶିତ ଆଲୋକ ପାଇଁ କବିରା ନିଜ ଆଖି ଖୋଲି ପାରୁନଥିଲା। ମତେ ଛାଡ଼ିଦେ ଏ ବୁଢ଼ୀ, ମତେ ଛାଡ଼ିଦେ ବୁଢ଼ୀ, ଛାଡ଼ିଦେ ମତେ, ମତେ ମତେ ଛାଡ଼ିଦେ ବୁଢ଼ୀ। ଶଙ୍କର, ମୁଁ ଯାହା କହୁଛି ତାହା କର। ଗୁମ୍ଫାକୁ ଆସିବା ଆଗରୁ ହିଁ କ'ଣ କରିବାର ଥିଲା ଶଙ୍କରକୁ କହିଦେଇଥିଲେ। ଶଙ୍କର 2ଟି ଅଭିମନ୍ତ୍ରିତ ଛୁରୀ ଧରି 2 ହାତରେ କବିରାର ମୁଣ୍ଡରେ ମାରିଦେଲା। ଆଉ ଭୂତ ଖଣ୍ଡ ଖଣ୍ଡ ହେଇ ପାଉଁଶରେ ବଦଳିଗଲା। ଶଙ୍କର ସେଇ ମୂର୍ତ୍ତି ଉପରେ ଚଢ଼ି କବିରାର ଅଟାର ମୁଣ୍ଡକୁ ଗୋଟିଏ ଲାତ ମାରିଲା। ସେ ମୁଣ୍ଡଟି ଗଡ଼ି ଗଡ଼ି ସେଥିରେ ଲାଗିଥିବା ସିଂହ ବାଜିବା ଦ୍ୱାରା ତାନ୍ତ୍ରିକ ଆଉ ତା ପୁଅ ସେଇଠି ହିଁ ମରିଗଲେ। ଏମାନଙ୍କ ଠାରୁ ମୁକ୍ତି ମିଳିଲା। ଏ ସୂତ୍ରତାନ୍ତ୍ରିକ ଠାରୁ ଲୋକଙ୍କୁ ବହୁତ ବଡ଼ ବିପଦ ଅଛି। ଚାଲ ଏବେ ଏଠୁ ଯିବା। ହଁ ବୁଢ଼ୀମା, ଏବେ ତୁମର ମନ୍ତ୍ରଦଣ୍ଡ ତ ନାହିଁ, ତ କେମିତି କରିବା? ମୋ ନୂଆ ମନ୍ତ୍ରଦଣ୍ଡକୁ ତୋ ସ୍ତ୍ରୀ ଶୋଇଥିବା ଖଟ ତଳେ ରଖିଛି। ମୁଁ 21 ଦିନ ପର୍ଯ୍ୟନ୍ତ ଆକ୍ରୋଶ ଉପାସନା କରି ଆଉ ଗୋଟେ ଶକ୍ତିଶାଳୀ ମନ୍ତ୍ରଦଣ୍ଡ ଆଣି ତୋ ସ୍ତ୍ରୀକୁ ବଞ୍ଚେଇବି। ସେ ପର୍ଯ୍ୟନ୍ତ ସାବଧାନ ରହିବୁ। ତୋ ସ୍ତ୍ରୀ ପାଖକୁ ଯିବୁନି, ତାକୁ ଜମା ବି ଛୁଇଁବୁନି। କ'ଣ? ମୋ ସ୍ତ୍ରୀର ଖଟ ତଳେ ତୁମ ମନ୍ତ୍ରଦଣ୍ଡ ଅଛି? ବିମଳା ଠିକ ଅଛି ତ? ତାକୁ ଭୟ ପାଇଁ ହିଁ ଜ୍ୱର ହେଇଥିଲା ନା? ନା ରେ ଶଙ୍କର, ତୋ ସ୍ତ୍ରୀକୁ ଭୟ କାରଣରୁ ଜ୍ୱର ହେଇନି, କେଆତି ପ୍ରବେଶ କରିଛି। 21 ଦିନ ମଧ୍ୟରେ ତୋ ସ୍ତ୍ରୀ ମରିଯିବ। କ'ଣ? 21 ଦିନରେ ବିମଳା ମରିଯିବ?